ଅନେକ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ ବାଘଟିଏ ଆଉ ବାଘୁଣୀଟିଏ ତାଙ୍କ ପୁଅ ସହ ରହୁଥିଲେ। ବାଘୁଣୀଟି ବଡ଼ କଷ୍ଟରେ ପୁତ୍ର ସନ୍ତାନଟିଏ ପାଇଥିଲା। ସେଥିପାଇଁ ସେ ତା ପୁଅର ସବୁ ଜିଦି ପୂରା କରୁଥିଲା। ହେଲେ ବାଘ ଛୁଆ ଯେହେତୁ ବହୁତ ଗେଲ ବସରରେ ବଢ଼ିଥିଲା, ସେ ଦୁନିଆ ବିଷୟରେ ଅଧିକ ଅବଗତ ନଥିଲା। ମୋଟାମୋଟି କହିବାକୁ ଗଲେ ସେ ବହୁତ ବୋକା ଥିଲା। ଦିନକର କଥା। ଜାଣିଛ ସାଙ୍ଗମାନେ, ଆଜି ମୋ ମା ଗୋଟେ ହାତୀ ଶିକାର କରିକି ଆଣିଥିଲେ। ମୁଁ ଆଉ ବାପା ତାକୁ ପେଟ ପୁରେଇ ଖାଇଲୁ। ସତରେ? ତମ କଥା ଶୁଣି ମୋର ତ ଲାଳ ଗଡ଼ିଲାଣି। ହାତୀର ଶୁଣ୍ଡ ବହୁତ ସୁଆଦିଆ। ମୁଁ ମୋ ମାଙ୍କୁ କହିଛି, ଯାହା ବଳିବ ତାକୁ ରାତି ପାଇଁ ରଖିଥିବେ। ମୁଁ ତମ ସହ ଖେଳିକି ଗଲେ ପୁଣି ଖାଇବି। କଣ କହୁଛ ତମେ? ତମ ଭାଗ୍ୟ ବହୁତ ଭଲ। ମୋ ମା ତ ସବୁବେଳେ ସେ କେନ୍ଦୁ ଖାଇବାକୁ ଦଉଛନ୍ତି। ସେଗୁଡା ଖାଇ ଖାଇ ମୁଁ ବିରକ୍ତ ହେଇଗଲିଣି। ମତେ ଟିକେ ଆଜି ତମ ଘରକୁ ନବ? ମୋର ତମ କଥା ଶୁଣି ସେ ହାତୀ ମାଂସ ଖାଇବାକୁ ଇଚ୍ଛା ହଉଛି। ଥାଉ ଥାଉ, ବେଶୀ ଲୋଭ କରନା। ଭାଲୁ ଛୁଆ ହେଇକି ମୋ ସହ ସାଙ୍ଗ ହଉଛୁ, ସେତିକି ଯଥେଷ୍ଟ। ଆମ ଘରକୁ ତତେ ଡାକି ତୋ ସହ ବସି ଖାଇଲେ ଜଙ୍ଗଲର ଅନ୍ୟ ପ୍ରାଣୀ ମାନଙ୍କ ଆଗରେ ଆମ ସମ୍ମାନ ରହିବ ତ? ଏଇ ବାଘ ଛୁଆର ବହୁତ ଅହଙ୍କାର। ଆଜି ମୁଁ ୟାକୁ ପାନି ଦେବି। ଆରେ ଭାଇ, ହାତୀ ମାଂସ ଖାଇଲେ କଣ ହବ? ମୋ ମା ତ ସବୁଦିନ ହାତୀ ଶିକାର କରନ୍ତି। ପାରୁଛ ଯଦି ତମ ମାଙ୍କୁ କହି ଗଣ୍ଡା ଶିକାର କରିକି ଦେଖାଅ, ତାହେଲେ ଯାଇ ମୁଁ ମାନିବି। ଶୁଣ ଭାଇ, ମୋ ମା ବହୁତ ଶକ୍ତିଶାଳୀ। ସେ ମୋ ପାଇଁ ଗୋଟାଏ କଣ 100ଟା ଗଣ୍ଡା ବି ଶିକାର କରିକି ଆଣିପାରିବ। ଥାଉ, ଫୁଟାଣି ମାରିଦେଲେ ଖାଲି ହବନି। ଯାହା କୁହା ହେଲା କରିକି ଦେଖାଅ, ତାପରେ ଯାଇ ମୁଁ ମାନିବି। ସିଂହ ଛୁଆର କଥା ଶୁଣି ବାଘ ଛୁଆ ଚାଲିଗଲା। ଆଉ ସେ ସିଧା ଯାଇ ତା ବାପା ମାଙ୍କ ପାଖରେ ପହଞ୍ଚିଲା। ମା, ମା, ଏ ମା, କୁଆଡେ ଗଲୁ ତୁ? କହ ବାପା, ମୁଁ ଏଇଠି ଅଛି। ମା, ମତେ ଗୋଟାଏ କଥା କହିବୁ? ହଁ ବାପା, ପଚାର। ତୁ ମତେ ବହୁତ ଭଲ ପାଉନା? ଏଇଟା କଣ ପଚାରିବା କଥା? ଦୁନିଆର ସବୁ ବାପା ମା ତାଙ୍କ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ନା, ତୁ ମିଛ କହୁଛୁ। ତୁ ମତେ ଜମା ଭଲ ପାଉନା। ଆରେ କଣ ହେଇଛି ବାବା, ଏମିତି କାହିଁକି କହୁଛୁ? କିଛି ହେଇନି। ମୋର ପ୍ରମାଣ ଦରକାର ଯେ ତୁ ସତରେ ମତେ ବହୁତ ଭଲ ପାଉ। ଆଚ୍ଛା, ତାହେଲେ କହ, ମୁଁ କଣ କଲେ ତତେ ପ୍ରମାଣ ମିଳିବ ଯେ ମୁଁ ତତେ ବହୁତ ଭଲ ପାଏ ବୋଲି? ମୋର ଗଣ୍ଡା ମାଂସ ଦରକାର। ଶୁଣିଛି ତା ମାଂସ କୁଆଡେ ବହୁତ ସୁଆଦିଆ। ହେଲେ ମୁଁ କିଛି ଜାଣିନି। ମୁଁ ଗଣ୍ଡା ମାଂସ ଖାଇବି ମାନେ ଖାଇବି। ବାଘୁଣୀ ଏ ବିଷୟରେ ବାଘ ଆଗରେ ଯାଇ କହିଲା, ଦେଖ, ଆମେ ଯଦି ଆମ ପିଲାର ସବୁ ଆବଶ୍ୟକତାକୁ ପୂରା କରିବା, ତେବେ ସେ ଅବାଟକୁ ଚାଲିଯିବ। ସେ ବାହାର ଦୁନିଆ ବିଷୟରେ କିଛି ବି ଜାଣିପାରିବନି। ଏବେ ସେ ଧୀରେ ଧୀରେ ବଡ ହଉଛି। ତାକୁ ତା ଶିକାର କରିବାକୁ ଦିଅ। ନା ନା, ବହୁତ କଷ୍ଟରେ ମୁଁ ପୁଅଟାଏ ପାଇଛି। ତାର ସବୁ ଆବଶ୍ୟକତାକୁ ପୂରା କରିବା ମୋର ଦାୟିତ୍ୱ। ଏବେ ଯେତେ ଦିନ ଯାଏ ମୁଁ ବଞ୍ଚିଛି, ତାର ସବୁ କଥା ମୁଁ ବୁଝିବି। ଶୁଣ, ମୋ ଆଗରେ ଏଇ ଦାୟିତ୍ୱ ଆଉ କର୍ତ୍ତବ୍ୟର କଥା କହି ତମେ ତାକୁ ଅଧିକ ମୁହଁ ବଢା କରୁଛ। ନା, ମୁଁ କେବଳ ମୋ ମା ହବାର ଧର୍ମ ପାଳୁଛି। ତମର ଯାହା ଇଚ୍ଛା କର। ଏବେ ତମେ ପୁତ୍ର ମୋହରେ ଅନ୍ଧ ହୋଇଯାଇଛ। ଭଗବାନ କରନ୍ତୁ ଏମିତି ସମୟ ନ ଆସୁ ଯେତେବେଳେ ତମକୁ ପସ୍ତେଇବାକୁ ପଡିବ। ବାଘ ସହ ଝଗଡା କରି ବାଘୁଣୀ ଗଣ୍ଡା ଶିକାର କରିବାକୁ ଗଲା। ବାଟରେ ସତକୁ ସତ ତା ହାବୁଡରେ ଗୋଟାଏ ଗଣ୍ଡା ପଡିଲା। ବାଘୁଣୀ ତାକୁ ଦେଖିବା ମାତ୍ରେ ତା ଉପରେ ଆକ୍ରମଣ କଲା। ଗଣ୍ଡା ଆଉ ବାଘୁଣୀଙ୍କ ଭିତରେ ବହୁତ ସମୟ ପର୍ଯ୍ୟନ୍ତ ଲଢ଼େଇ ଚାଲିଲା। ଶେଷରେ ବାଘୁଣୀ ଗଣ୍ଡାକୁ ମାରିଦେଲା। ହେଲେ ଗଣ୍ଡା ସିଂହରେ ତା ଦେହର ବିଭିନ୍ନ ଜାଗା ଖଣ୍ଡିଆ ହେଇଯାଇଥିଲା। ବାଘୁଣୀ ଯେତେବେଳେ ଯାଇ ଗୁମ୍ଫାରେ ପହଞ୍ଚିଲା, ସେତେବେଳେ ତା ପୁଅ ଆସି ତାଠୁ ଗଣ୍ଡା ମାଂସ ନେଇ ଚାଲିଗଲା। କିନ୍ତୁ ସେ ଟିକେ ବି ମୁହଁ ବୁଲେଇ ତା ମାର କ୍ଷତକୁ ଦେଖିଲାନି କି ସେ ବିଷୟରେ ତାକୁ ପଚାରିଲାନି। ସେତିକି ବେଳେ ବାଘୁଣୀର ବାଘ କଥା ମନେ ପଡ଼ିଲା। ମୋ ଆଗରେ ଏଇ ଦାୟିତ୍ୱ ଆଉ କର୍ତ୍ତବ୍ୟର କଥା କହି
तमे ताको अधिक मुह बड़ा करुछ। एबे तमे पुत्र मुहरे अंध हो जाइछ। भगवान करंतु एमिति समय न आसु जेतेबेले तमको पस्तेइबाकू पड़िबो। बाघुणी निज भूल बुझी पारिला। से बाघ आगरे जाई सबु कथा कहिला आउ ताको क्षमा मागिला। आउ दिनकर कथा, दिने बाघ छुआ जंगल रे खेलुथिला। सेतिकी बेले ताकू गोटाए सागुणा देखिला। अरे बा, एई बाघ छुआटा तो भारी हृष्टपुष्ट हेइछि। याकू मारिकी खाइले मु सप्ताह पर्यंत शिकार न करी रही जिबे। अरे सांग, केमिति अछु? भल अछि। तमे केमिति अछ? मु भल अछि, हेले तते देखि मु बहुत खुशी हेइ गली। मते देखि काई? एते सुंदर बाघ छुआ मु जंगल रे केबे भी देखिनी। जेमिति मुह सेमिति शरीर। तू आउ टिके बड़ हेइ गले गोटिए झांपरे 10टा हरिण को शिकार करिवो। अच्छा, धन्यवाद धन्यवाद। हेले गोटे असुविधा अछि। असुविधा? की असुविधा? तो भली सुंदर बाघ छुआ माटी ऊपरे चलिले जमा भल लागुनी। तू तो माटी ठारू आहुरी ऊपरे चलिबा दरकार। माटी ऊपरे माने कोठी? माटी ऊपरे माने श्रृंग देशरे, आकाशरे नहेले गछ ऊपरे। श्रृंग देश को गले मते बहुत कष्ट हबो। आउ आकाश रे रहिबाकू मोर इच्छा नहीं। भाबुची मु गछ ऊपर ही रहिबी। फसी गला। कौन कहिलो? नाई नाई, माने मु कहूतिली बढ़िया हला। ठीक अछि, मु आजिठू एई गछरे आसी रहिबी। बाघ छुआ कौन कला ना, ता बापा मां को पाखकू गला आउ गछ उपरे रहिबा पाई जिद्दी कला। देख बाबा, आमे होउछु जातिरे बाघ। आम वासस्थान होउछि गुंफा। चढ़ेई, माकड़, गुंडुची मूषा आदि गछरे रुहंती। धेत, सेगुड़ा मु जानिनी। मु एठी रही कि विरक्त हेइ गलिनी। मु आजिठू गछरे ही रहिबी। हेले बाबा, थाउ, ताको बुझेबा किछि दरकार नहीं। तारो जहा इच्छा से सेया करू। से असुविधारे न पड़िबा जाए आम कथा बुझी परिबनी। असुविधारे पुणी मु पड़िबी? अरे तम मानंकु तो खराब लागिबा कथा जे बापा मां है कि तमे पिला को अभिशाप दउच। मु चलिली, मोर एठी आ रहिबार नहीं। आम कथाटा तो पाई अभिशाप कि आशीर्वाद, से कथा तू दिने निश्चय बुझी पारिबु। बाघ छुआ सागुणा पाखरे पहुंची गछ उपरकू चढ़ीगला। धीरे धीरे राति हेई गला। से जेमिति सोइबाकू गला, सागुणा सुजोग देखी बाघ छुआकू गछरू तळकू फोपाड़ी देला। बाघ छुआ खंडिया खाबरा ही बहुत जोरे चित्कार कला। सागुणा ताकू जेमिति खुंपी खाइबाकू बाहरिला, पुअर चित्कार सुनी बाघ आउ बाघुणी सेठी आसी पहुंचिले। सेमाने कौन कले ना, सागुणा को बहुत जोरे कामुड़ी आंपुरी ताकू सेठी मारिदेले। बापा माँ, मते मते क्षमा करि दियो। मोर भूल हेइची। मु आउ केबे भी जिद्दी करिबिनी। सबु बेले तम कथा मानिबी। नाई रे बाबा, तू तो भूल बुझी पारिछु। याठू बड़ कथा आउ किछि भी नुह। चल घर को जीवा चल। हाँ हाँ बाबा, चल घर को जीवा चल। एथिरु आमे कौन शिखिले? बड़ मानंक कथा को आमे सबु बेले सम्मान दबा उचित।